ନବନିଯୁକ୍ତ ଶିକ୍ଷକଙ୍କୁ ସିନାପାଲି ଶିକ୍ଷକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁବାର ଦିନ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱାଗତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଯତୀନ୍ଦ୍ର କୁମାର ସେଠ, ମୁଖ୍ୟ ବକ୍ତା ବରିଷ୍ଠ ଶିକ୍ଷକ ଭରତ ବାଗ ଓ ସମ୍ମାନିତ ଅତିଥି ଭାବରେ କୁମୁଦବନ୍ଧୁ ଯୋଶୀ, ଲଳିତ କୁମାର ସୁନାରୀ ସମେତ ସଂଘ ସଭାପତି ଅରୁଣ କୁମାର ଯୋଶୀ, ଝରଣା ସାଗର ଓ ସମ୍ପାଦକ ବାଲାଜୀ ହରିଜନ ମଞ୍ଚାସୀନ ଥିଲେ। ଶିକ୍ଷକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଓ ସହଯୋଗ ଭାବ ରହିଲେ ଅଞ୍ଚଳର ଶିକ୍ଷାର ବିକାଶ ସହଜ ହେବ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସିଆର୍ସିସି ଖଗେଶ୍ୱର ନିଆଲ, ଶିକ୍ଷକ ହୃଦାନନ୍ଦ ମେହେର ଓ ବିଭୂତି ମେହେରଙ୍କୁ ସମ୍ମାନିତ କରାଯାଇଛି। ଶେଷରେ ସିଆର୍ସିସି ମହେଶ୍ୱର ଗୁଆଲ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନର ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସିଆର୍ସିସି ସହଯୋଗ କରିଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।